ସମସ୍ତଙ୍କୁ ମୋର ନମସ୍କାର। ସ୍ୱାଗତ କରୁଛି ଜବ୍ ନୋଟିଫିକେସନ ଓଡିଆର ପୁଣି ଗୋଟେ ନୂଆ ଭିଡିଓକୁ। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋ ତରଫରୁ ଗୋଟେ ବହୁତ ହିଁ ସୁନ୍ଦର ସର୍ଟ ନୋଟିସ କୁ ରିଲିଜ କରାଯାଇଛି ବା ଜାରି ହେଇଛି ନା କୋ ରିଗାର୍ଡିଂ ନା ବିଭିନ୍ନ ପୋଷ୍ଟ ରିକ୍ରୁଟମେଣ୍ଟ ବାବଦକୁ এই নোটিস କୁ ବା এই ସର୍ଟ ନୋଟିସ କୁ ଜାରି କରାଯାଇଛି। ପୋଷ୍ଟ କଣ ସବୁ ରହିଛି ଦେଖନ୍ତୁ, ଆପଣ ଯଦି ଭିଜିବିଲିଟି ନାହିଁ ମୁଁ ଆପଣଙ୍କୁ ରିଡ୍ କରି ଶୁଣେଇ ଦଉଛି। ଓକେ, ଦେଖନ୍ତୁ ରହିଛି ଆପଣଙ୍କର ଆସିଷ୍ଟାଣ୍ଟ ପୋଷ୍ଟ ରହିଛି, ଜୁନିୟର ପର୍ସନାଲ ଆସିଷ୍ଟାଣ୍ଟ ପୋଷ୍ଟ ରହିଛି, ଅପର ଡିଭିଜନାଲ କ୍ଲର୍କ ଯାହାକୁ ଆମେ ୟୁଡିସି କହୁଛନ୍ତି ଏବଂ স্টেনোগ্রাফর্স বা পোস্ট রয়েছে। এই চারটি পোস্ট আপনারা দেখিବାକୁ পাইবে এই সর্ট নোটিসে। ঠিক আছে, বিভিন্ন লোকেশন বা বিভিন্ন জোন ପାଇଁ বিভিন্ন মানে কোন ভ্যাকেন্সিজ রয়েছে সেসব বাবদକୁ ଟିକେ ଆମେ ଆଲୋଚନା ମଧ୍ୟ କରିବା। ଏଜୁକେସନ କ୍ୱାଲିଫିକେସନ କଣ ରହିବ, ଆପ୍ଲାଏ ଡେଟ୍ ଲାଷ୍ଟ ଡେଟ୍ କେବେ ରହୁଛି, ଆପ୍ଲିକେସନ ଫିସ୍ କଣ ରହିବ, ସେ ସବୁ ଜିନିଷକୁ ଆମେ ଟିକେ ଆରାମସେ କଣ କରିବା ଟିକେ ଦେଖିବା ବୁଝିବା କୋଉମାନେ ୟା ପାଇଁ ଏଲିଜିବଲ ହଉଛନ୍ତି। କହିବାକୁ ଗଲେ ଏଟା ଗୋଟେ ଇସ୍ରୋ ତରଫରୁ ଗୋଟେ ନନ୍ ସାଇଣ୍ଟିଷ୍ଟ, ଓକେ କହିପାରିବେ ନନ୍ ସାଇଣ୍ଟିଷ୍ଟ, ଓକେ ନନ୍ ସାଇଣ୍ଟିଷ୍ଟ ପୋଷ୍ଟ। ଠିକ ଅଛି, କୌଣସି ଯଦି ଗ୍ରାଜୁଏସନ ଷ୍ଟୁଡେଣ୍ଟ ଅଛନ୍ତି, ଡିପ୍ଲୋମା ହୁଅନ୍ତୁ ବିଟେକ୍ ହୁଅନ୍ତୁ, ସେଇ ପିଲାମାନେ କଣ କରିପାରିବେ ଆବେଦନ କରିପାରିବେ। ঠিক আছে, ଏତିକି ଜିନିଷ ମନେ ରହୁଛି। ତ ଦେଖନ୍ତୁ ଏଠି ବିଭିନ୍ନ ଜୋନ୍ ଆପଣଙ୍କୁ ଦିଆହେଇଛି, ଯୋଉ ଜୋନରେ ଭ୍ୟାକେନ୍ସି ଆପଣଙ୍କର ରହିଛି ଏବଂ ଯୋଉଠି ଆପଣ ଆପ୍ଲାଏ କରିବାକୁ ଚାହିଁବେ ବା ଯୋଉଠି ଆପଣଙ୍କ ଲୋକେସନ ରହିବ, ଆପଣଙ୍କର ପୋଷ୍ଟିଂ ରହିବ। ଯେମିତି ଆପଣ ଦେଖିବେ ଅହମଦାବାଦ ହେଇଗଲା, ଓକେ ବେଙ୍ଗାଲୁରୁ, ଆଉ ଗୋଟେ କୌଣସି ହାସନ ହେଇଗଲେ ହାଇଦ୍ରାବାଦ, ମହେନ୍ଦ୍ରଗିରି, ଓକେ ନ୍ୟୁ ଦିଲ୍ଲୀ, ଶ୍ରୀହରିକୋଟା, ତିରୁବନନ୍ତପୁରମ୍, ଏଇଭଳି ଭାବରେ ଆପଣ ଜୋନ୍ ଦେଖିବାକୁ ପାଇବେ ଆପଣଙ୍କର ଜବ୍ ଲୋକେସନ। ଓକେ, ତ ଦେଖନ୍ତୁ ଏଠି ପ୍ରତ୍ୟେକ ଜବ୍ ପାଇଁ ଦେଖନ୍ତୁ ଗୋଟେ ଦିଆହେଇଛି ପୋଷ୍ଟ ନମ୍ବର 1, ପୋଷ୍ଟ ନମ୍ବର 2, ପୋଷ୍ଟ ନମ୍ବର 3, ଓକେ ପୋଷ୍ଟ ନମ୍ବର 4, 5, 6 ଏଠି କାହିଁକି ଦିଆହଉଛି ଆଗକୁ କହିବି। ଜିନିଷଟି ଏଠି ଦେଖନ୍ତୁ ତଳେ ଆପଣଙ୍କୁ ଦିଆହେଇଛି ଯେ ଦୁଇଟି ଆପଣଙ୍କୁ ଟେବୁଲ ଦିଆହେଇଛି। ଗୋଟେ ଦେଖନ୍ତୁ ଲେଫ୍ଟ ସାଇଡ୍ ରେ ଲେଖା ହେଇଛି ଆପଣଙ୍କର ଆସିଷ୍ଟାଣ୍ଟ ଏବଂ ଅଫର ଡିଭିଜନାଲ କ୍ଲର୍କ, ଯୋଉଥିରେ ଆପଣଙ୍କର ପୋଷ୍ଟ ନମ୍ବର 1, 3 ଏବଂ 5 କୁ ମେନସନ କରାଯାଇଛି। ଯୋଉଟା କି ଦେଖନ୍ତୁ ଆପଣ ଦେଖିପାରିବେ ଏଠି ପୋଷ୍ଟ ନମ୍ବର 1, 3, 5 ଏଟା ହଉଛି 1, 3 ଏବଂ 5 এই ସବୁ ପୋଷ୍ଟ ହଉଛି ଆପଣଙ୍କର କୋଉଥିପାଇଁ ଅପର ଡିଭିଜନାଲ କ୍ଲର୍କ ଆଉ ଆପଣଙ୍କର ଆସିଷ୍ଟାଣ୍ଟ ପୋଷ୍ଟ ବାବଦକୁ। ଦେଖିବାକୁ ଗଲେ ଏଠି ଯେତେ ସବୁ ପୋଷ୍ଟ ଆପଣ ଦେଖୁଛନ୍ତି ଏଟା ଆପଣଙ୍କର ଜୋନ୍ ୱାଇଜ ଦେଖନ୍ତୁ। ଏଠି ମୁଁ କହି ରଖୁଛି ଯଦି ଆପଣ ଦେଖିବେ ଅହମଦାବାଦ ଲୋକେସନ ବା ଜୋନ୍ ପାଇଁ ଦେଖିବେ 27ଟି ରହିଛି ଆପଣଙ୍କର ପୋଷ୍ଟ ରହୁଛି। ଠିକ ଅଛି, ଯୋଉଟା କି ଆପଣଙ୍କର ଅପର ଡିଭିଜନାଲ କ୍ଲର୍କ ପାଇଁ ରହୁଛି। ସେମିତି ଦେଖନ୍ତୁ ଏଠି ଦେଖନ୍ତୁ ଆଉ ଦିଆହେଇଛି ଆପଣଙ୍କର ପୋଷ୍ଟ ନମ୍ବର 3 ରେ ଦେଖନ୍ତୁ ଏଇଟା 22ଟି ଦିଆହେଇଛି। ଏଠି ନମ୍ବର 5 ଦେଖନ୍ତୁ ଏଠି 11ଟି ଦିଆହେଇଛି। এইଭଳି ଭାବରେ ଆପଣଙ୍କର 1, 3 ଯୋଉ 5 ରହିଛି ଏଟା ଆପଣଙ୍କର ଅପର ଡିଭିଜନାଲ କ୍ଲର୍କ ଏବଂ ଆସିଷ୍ଟାଣ୍ଟର ପୋଷ୍ଟ ବାବଦକୁ ଦିଆହେଇଛି ଆପଣଙ୍କର ପୋଷ୍ଟ। ঠিক আছে, ଆଉ ଯୋଉ ରହିଛି ଆପଣ ଦେଖନ୍ତୁ 2, 4 ଆଉ 6 ରହିଛି, ଏଟା ଆପଣଙ୍କର ରହିଛି ଜୁନିୟର ପର୍ସନାଲ ଆସିଷ୍ଟାଣ୍ଟ ଏବଂ ଆପଣଙ୍କର ଷ୍ଟେନୋଗ୍ରାଫର ପୋଷ୍ଟ ବାବଦକୁ। ବୁଝିପାରୁଛନ୍ତି ଏତିକି ଜିନିଷ, ଯୋଉଟା ଆପଣଙ୍କର 2, 4 ଏବଂ 6 ଯୋଉ ରହିଛି ଏଟା ରହିଛି ଆପଣଙ୍କର ଜୁନିୟର ପର୍ସନାଲ ଆସିଷ୍ଟାଣ୍ଟ ଏବଂ ଷ୍ଟେନୋଗ୍ରାଫର ପୋଷ୍ଟ ବାବଦକୁ। କ୍ଲିୟର ଏତିକି ଜିନିଷ ଆପଣ ପୋଷ୍ଟ ଦେଖିପାରୁଥିବେ। ଯେତେବେଳେ ଟୋଟାଲ ମାନେ କଣ କମ୍ପ୍ଲିଟ ନୋଟିଫିକେସନ ଆସିବ ସେତେବେଳେ ଆମେ ଦେଖିପାରିବା ଜିନିଷଟି କୋଉ ମାନେ କଣ କୋଉ କ୍ୟାଟେଗୋରୀ ୱାଇଜ କେତୋଟି ଭ୍ୟାକେନ୍ସିଜ ବି ମଧ୍ୟ ରଖାଯାଇଛି କ୍ୟାଟେଗୋରୀ ୱାଇଜ। ଏଠି କେବଳ ଆପଣଙ୍କୁ ଲୋକେସନ ୱାଇଜ ବା ଜୋନ୍ ୱାଇଜ ଆପଣଙ୍କୁ ମେନସନ କରାଯାଇଛି ଯେ ପୋଷ୍ଟ ନମ୍ବର 1 ରେ ଆପଣଙ୍କ ଟୋଟାଲ ଭ୍ୟାକେନ୍ସି ଦେଖନ୍ତୁ 111ଟି ଭ୍ୟାକେନ୍ସିଜ ରହିଛି। ସେମିତି ପୋଷ୍ଟ ନମ୍ବର 2 ପାଇଁ 81ଟି ରହିଛି ଏବଂ ପୋଷ୍ଟ ନମ୍ବର 3 ପାଇଁ 22ଟି ଏବଂ ପୋଷ୍ଟ ନମ୍ବର 4 ପାଇଁ 10ଟି ଏବଂ ନମ୍ବର 5 ପାଇଁ 17ଟି ଏବଂ ନମ୍ବର 6 ପାଇଁ ଆପଣଙ୍କର ଗୋଟେ ହିଁ ପୋଷ୍ଟ ଦେଖିବାକୁ ମିଳୁଛି ଆପଣଙ୍କୁ। ଓକେ, ଯଦି ଆମେ ଦେଖିବା ଆପଣଙ୍କର ଆସିଷ୍ଟାଣ୍ଟ ଏବଂ ଅପର ଡିଭିଜନାଲ କ୍ଲର୍କ ପାଇଁ ଆପଣଙ୍କର ଯୋଉ ମାନେ କଣ ରହିଛି ଏଜୁକେସନ କ୍ୱାଲିଫିକେସନ ଟିକେ ଜୁମ୍ କରି ଦଉଛି ଆପଣଙ୍କୁ ଦେଖିପାରିବେ। ଯଦି ଆପଣ ଗ୍ରାଜୁଏସନ କରିଛନ୍ତି ୱିଥ ମିନିମମ୍ 60% ମାର୍କ ସହିତ, ଠିକ ଅଛି ଆପଣ ଯଦି ଗ୍ରାଜୁଏସନ କରିଛନ୍ତି 60% ମାର୍କ ସହିତ ଆପଣ ଏଲିଜିବଲ ହଉଛନ୍ତି ୟାକୁ ଆବେଦନ କରିବା ପାଇଁ, ଆସିଷ୍ଟାଣ୍ଟ ଏବଂ ଅପର ଡିଭିଜନାଲ କ୍ଲର୍କ ପାଇଁ ଆବେଦନ କରିବା ପାଇଁ। ଏବଂ ତା ସହିତ କଣ ଦରକାର, ଆପଣ ଯଦି proficiency in use of computer ଅଛି ମାନେ ଆପଣଙ୍କ ପାଖରେ ଯଦି ଗୋଟେ ଭ୍ୟାଲିଡ କମ୍ପ୍ୟୁଟର ସାର୍ଟିଫିକେଟ ରହିଛି ବା ଆପଣ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଅଛି ଆପଣଙ୍କର, ଆପଣ ଇଜିଲି ୟାକୁ ଆବେଦନ କରିପାରିବେ। ଏଲିଜିବିଲିଟି ଆପଣଙ୍କର କ୍ୱାଲିଫିକେସନ ଅନୁସାରେ ଆପଣ ମ୍ୟାଚ୍ କରୁଛନ୍ତି ୟା ପାଇଁ। ଓକେ, ସେମିତି ଦେଖନ୍ତୁ ଆପଣ ଯଦି ଦେଖିବେ ନେକ୍ସଟ ଆପଣଙ୍କର ଜୁନିୟର ପର୍ସନାଲ ଆସିଷ୍ଟାଣ୍ଟ ପାଇଁ ଦେଖନ୍ତୁ ଏବଂ ଷ୍ଟେନୋଗ୍ରାଫର ପାଇଁ ଦେଖନ୍ତୁ। ଏଥିପାଇଁ କଣ ଦରକାର, ସେ ଗ୍ରାଜୁଏସନ ଦରକାର, ଗ୍ରାଜୁଏସନ ୱିଥ ମିନିମମ୍ 60% ମାର୍କ। ଠିକ ଅଛି, ଯଦି ରଖିଛନ୍ତି ଆପଣ ଆରାମସେ ଇଜିଲି ଆପ୍ଲାଏ କରିପାରିବେ। କିମ୍ବା ଯଦି ଆପଣ ଡିପ୍ଲୋମା କରିଛନ୍ତି ୱିଥ 60% ମାର୍କ ସହିତ, ଓକେ ଏଇଟା କଥା। ଆଉ ଗୋଟେ କଣ କହୁଛି ଏବଂ ସେଟା ତ ରହିଲା ଆପଣଙ୍କର କ୍ୱାଲିଫିକେସନ। ତାପରେ କଣ କହିଛନ୍ତି ଆପଣଙ୍କର ଏ ମିନିମମ୍ ସ୍ପିଡ ଅଫ 60 ୱାର୍ଡ ପର ମିନିଟ ଇନ ଇଂଲିଶ ଷ୍ଟେନୋଗ୍ରାଫି। ଷ୍ଟେନୋଗ୍ରାଫିରେ ଆପଣଙ୍କର ଇଂଲିଶରେ ଯୋଉ ରହିଛି ଆପଣଙ୍କର ମାନେ ଟାଇପିଂ ଯୋଉ ମିନିମମ୍ ସ୍ପିଡ କମ ସେ କମ ଆପଣଙ୍କର 60 ୱାର୍ଡ ପର ମିନିଟ ରହିବା ନିହାତି ଜରୁରୀ ଅଟେ। ଓକେ, ଯୋଉଟା କି ଆପଣଙ୍କର ପ୍ରୋଫିସିଏନ୍ସି ଇନ ଦ ୟୁଜ ଅଫ କମ୍ପ୍ୟୁଟର ନିହାତି ରଖିବା ଜରୁରୀ ଅଟେ କହୁଛନ୍ତି। ଏତିକି ଜିନିଷ ଆପଣଙ୍କୁ ରହିବା ଦରକାର। ଯେହେତୁ ଷ୍ଟେନୋଗ୍ରାଫି ପାଇଁ ଆପ୍ଲାଏ କରୁଛନ୍ତି ନିହାତି ଭାବରେ ଏହାର ପ୍ରୋଫିସିଏନ୍ସି ନିହାତି ରହିବା ଦରକାର ଆପଣଙ୍କର। ଏତିକି ମାନେ କଣ ମାନେ ଏଲିଜିବିଲିଟି କଣ୍ଡିସନ ଆପଣଙ୍କର ସେ ମାଗୁଛନ୍ତି। ଆଉ କ୍ୱାଲିଫିକେସନ ତ ସେଇଟା ଗ୍ରାଜୁଏସନ ୱିଥ ମିନିମମ୍ 60% ମାର୍କ, ଯେକୌଣସି ଡିସିପ୍ଲିନରେ ପଢୁଥାନ୍ତୁ ନା କାହିଁକି ଯଦି ଡିପ୍ଲୋମା କରିଛନ୍ତି ସେ ମେନସନ କରିଦିଅନ୍ତି କୋଉଥିରେ ଫର ଇନ କମର୍ସିଆଲ ସେକ୍ରେଟାରିଆଲ ପ୍ରାକ୍ଟିସ ୱିଥ ମିନିମମ୍ 60% ମାର୍କ ଯଦି ଅଛି ତାହେଲେ ଆରାମସେ ଆବେଦନ କରିପାରିବେ। ଡିପ୍ଲୋମା ପିଲା ବି ଆବେଦନ କରିପାରିବେ, ଗୋଟେ ନର୍ମାଲ ଗ୍ରାଜୁଏସନ ପିଲା ବି ଆବେଦନ କରିପାରିବେ ୟା ପାଇଁ। ଓକେ, ଠିକ ଅଛି ନା, କିଛି ଅସୁବିଧା ରହୁଛି ବୁଝିବାରେ, କିଛି ଅସୁବିଧା ନାହିଁ ତ? ଓକେ ଓକେ, ଠିକ ଅଛି ଏତିକି ଜିନିଷ ନା, କଣ କିଛି ଅସୁବିଧା ରହୁଛି? ଦେଖନ୍ତୁ ନେକ୍ସଟ କଣ ହଉଛି ଆପଣଙ୍କର ଆଉ ଟିକେ ଦେଖିବି ତଳକୁ ଟିକେ ଦେଖିବା ଆମେ। ଆଉ ଟିକେ ଦେଖନ୍ତୁ ଏଠି ଏଜ ଲିମିଟ ଆପଣଙ୍କୁ ମେନସନ କରାଯାଇଛି ଯେ ଆପଣଙ୍କର ଯୋଉ ମିନିମମ ଏଜ ଲିମିଟ ରଖିଛନ୍ତି ସେଟା ହଉଛି ଆପଣ ଦେଖନ୍ତୁ ମାନେ ସରି ମ୍ୟାକ୍ସିମମ ଏଜ ଲିମିଟ ଯୋଉ ରହିଛି ଆପଣଙ୍କୁ ସେଟା 28 ବର୍ଷ ରଖାଯାଇଛି। କେବେ ସୁଦ୍ଧା ନା 16 ଅଗଷ୍ଟ 2024 ତାରିଖ ସୁଦ୍ଧା, ଯଦି ଆପଣ ଅନରିଜର୍ଭ କ୍ୟାଟାଗୋରୀକୁ ବିଲଙ୍ଗ କରୁଛନ୍ତି। ଦେଖିବେ ଯଦି ଓବିସି କ୍ୟାଟାଗୋରୀ ପାଇଁ ସେ ରଖିଛନ୍ତି ଆପଣଙ୍କର ଓବିସି କ୍ୟାଟାଗୋରୀ ପାଇଁ 31 ରୁ 31 ବର୍ଷ ରଖିଛନ୍ତି ଏବଂ ଏସସି ଏସଟି କ୍ୟାଣ୍ଡିଡେଟ ମାନଙ୍କ ପାଇଁ ରଖିଛନ୍ତି 33 ବର୍ଷ ରଖାଯାଇଛି ଆପଣଙ୍କର ମ୍ୟାକ୍ସିମମ ଅପର ଏଜ ଲିମିଟ ରଖାଯାଇଛି।
ଏତିକି ଜିନିଷ କ୍ଲିୟର ହଉଛି ନା ବୁଝିବାର ଅସୁବିଧା ଅଛି? ଏଟା ହଉଛି ଏଜ୍ କ୍ରାଇଟେରିଆ, ଏଜୁକେସନ କ୍ୱାଲିଫିକେସନ କିଛି ଡାଉଟ୍ ରହେ ସେଟା ମତେ ପଚାରି ପାରିବେ କମେଣ୍ଟ ସେକ୍ସନ ରେ। ଓକେ, ଶେଷରୁ କ୍ଲାରିଟି ଦେବା ପାଇଁ ବା ଶେଷରୁ ଆନ୍ସର ଦେବା ପାଇଁ ନିହାତି ମୁଁ ଟ୍ରାଏ ମଧ୍ୟ କରିବି। ଓକେ, ଆଉ ସବୁ ଜିନିଷ କିଛି ମେନସନ ବି କରାଯାଇଛି ଦେଖନ୍ତୁ, ଯୋଉଟା କି ଆପଣ ଦେଖିପାରୁଥିବେ। ଓକେ, ଟିକେ ଆରାମସେ ନୋଟିଫିକେସନ ଭଲ ଭାବରେ ପଜ କରିବି, ମୁଁ ରଖି ଦଉଛି ଟିକୁ, ଆରାମସେ ଆପଣ ପଜ କରି ଟିକେ ରିଡ୍ ବି କରିପାରିବେ ଜିନିଷଟିକୁ। ଓକେ, ঠিক ଅଛି, ଏତିକି ଜିନିଷ। ନା ଆଉ କଣ ରହିଲା କିଛି ଅସୁବିଧା? ଦେଖନ୍ତୁ ତାପରେ ରହିଲା ଆପଣ କଣ ଦେଖନ୍ତୁ ନା ଆପ୍ଲିକେସନ ଫି। ମୁଁ କହି ରଖୁଛି ଟିକେ ଆପଣଙ୍କୁ ଆପ୍ଲିକେସନ ଫିସ୍ ବାବଦକୁ। ଆପ୍ଲିକେସନ ଫିସ୍ ରହିଛି ଆପଣଙ୍କର 500 rupees ରଖା ହେଇଛି ଆପଣଙ୍କର ଆପ୍ଲିକେସନ ଫି ବାବଦକୁ। ଓକେ, ଅଲ୍ ପୋଷ୍ଟ ପାଇଁ, ପ୍ରତ୍ୟେକ ପୋଷ୍ଟ ପାଇଁ ଆପଣଙ୍କର ଆପ୍ଲିକେସନ ଫି ଆପଣଙ୍କର ରହିଛି 500 rupees ରହିଛି ଆପଣଙ୍କର ଆପ୍ଲିକେସନ ଫିସ୍। କିନ୍ତୁ ଏଟା କଣ କୁହାଯାଇଛି ଯେ ଆପଣଙ୍କୁ ରିଫଣ୍ଡ କରି ଦିଆଯିବ, ରିଫଣ୍ଡ କରି ଦିଆଯିବ। ଓକେ, କମ୍ପ୍ଲିଟଲି ସେଇମାନଙ୍କୁ ରିଫଣ୍ଡ କରି ଦିଆଯିବ ଯୋଉମାନେ ଏସସି ଏସଟି କ୍ୟାଟାଗୋରୀକୁ ବିଲଙ୍ଗ କରୁଛନ୍ତି। ଏଠି ମେନସନ କରି ଦେଇଛନ୍ତି ଦେଖନ୍ତୁ, ମୁଁ କହି ରଖୁଛି ଏଇ ଦେଖନ୍ତୁ, ଏଠି ଦେଖନ୍ତୁ ପଏଣ୍ଟରେ ଆଉ ଟିକେ ଜୁମ କରି ଦେଖି ଦଉଛି ଆପଣଙ୍କୁ, ଜୁମ କରୁଛି ଦେଖନ୍ତୁ। ଏଠି କହିଛି ଦେଖନ୍ତୁ 500 that will be okay refund for the candidate who are exempted from the payment. payment ମାନେ କୋଉମାନେ payment ରୁ exempted ଅଛନ୍ତି, ଯେମିତି ଆପଣ ଦେଖିବେ ଓମେନ୍, ଏସସି ଏସଟି, ପିଡବ୍ଲ୍ୟୁଡି, ଏକ୍ସ ସର୍ଭିସମେନ୍, ଏଇ କ୍ୟାଣ୍ଡିଡେଟ ମାନଙ୍କୁ କଣ କରି ଦିଆଯିବ, କମ୍ପ୍ଲିଟ ମାନେ ଫୁଲ ରିଫଣ୍ଡ କରି ଦିଆଯିବ, କମ୍ପ୍ଲିଟ ରିଫଣ୍ଡ କରି ଦିଆଯିବ, ରିଫଣ୍ଡ କରି ଦିଆଯିବ। ଠିକ ଅଛି, 500 କିନ୍ତୁ ପେମେଣ୍ଟ କରିବାକୁ ପଡିବ ପ୍ରଥମେ ତାଙ୍କୁ, କିନ୍ତୁ ତାପରେ ଯଦି ସେମାନେ କଣ କରୁଛନ୍ତି ଏକ୍ସାମିନେସନ କୁ ଆପିୟର କରୁଛନ୍ତି ତାହେଲେ ତାଙ୍କୁ କମ୍ପ୍ଲିଟଲି ରିଫଣ୍ଡ କରି ଦିଆଯିବ। ଏବଂ এই କ୍ୟାଟାଗୋରୀ ଛୋଟ ଯୋଉମାନେ କି ଓମେନ୍, ଏସଏସଟି, ପିଡବ୍ଲ୍ୟୁଡି ଏବଂ ଏକ୍ସ ସର୍ଭିସମେନ୍ କ୍ୟାଟାଗୋରୀକୁ ଛାଡ଼ିଦେଲେ ଆଉ ଯୋଉ ପିଲାମାନେ ରହିଲେ ତାଙ୍କୁ 400 ଟଙ୍କା ମୋର ରିଫଣ୍ଡ କରାଯିବ। 100 ଟଙ୍କା ତାଙ୍କର ଆପ୍ଲିକେସନ ଫି ବାବଦକୁ କଟାଯିବ ଏବଂ 400 ଟଙ୍କା ତାଙ୍କୁ ରିଫଣ୍ଡ କରିଦେବେ। ଦେଖନ୍ତୁ ଏଠି ପଏଣ୍ଟ 2 ରେ ସେ ମେନସନ କରିଦେଇଛି 400 that is after deducting the application fee with respect to all other, ମାନେ 400 ଟଙ୍କା ରିଫଣ୍ଡ କରି ଦିଆଯିବ ଆପଣଙ୍କୁ, ଆପଣଙ୍କର ଯୋଉ ପେମେଣ୍ଟ କରିଛନ୍ତି ଯୋଉ ଆକାଉଣ୍ଟକୁ। ଦେଖନ୍ତୁ there will be application fee of 100 rupees, କେବଳ 100 ଟଙ୍କା ହିଁ ଆପଣଙ୍କ ଆପ୍ଲିକେସନ ଫିସ୍ ରହିଛି, କିନ୍ତୁ ଆପଣଙ୍କ ରିଫଣ୍ଡ ସେତେବେଳେ ହେବ ଯେତେବେଳେ ଆପଣଙ୍କ ଏକ୍ସାମିନେସନକୁ ଆପିୟର କରିବେ। ଜିନିଷ ଠିକ ଅଛି। ଦେଖନ୍ତୁ ଏଇ ଯୋଉ ମାନେ ଆପଣଙ୍କର ପୋଷ୍ଟ ପାଇଁ ଯୋଉ ଭ୍ୟାକେନ୍ସି ଆସିଛି ସେଟା ଆପଣଙ୍କର ଲେଭେଲ 4 ର ସାଲାରୀ ରହୁଛି। ମୁଁ କହି ରଖୁଛି ଲେଭେଲ 4 ର ସାଲାରୀ ରହୁଛି, ଯୋଉଥିରେ ଆପଣଙ୍କୁ ଦେଖନ୍ତୁ ସେ ମେନସନ ବି କରିଦିଅନ୍ତି ଯେ ବେସିକ ପେ ଆପଣଙ୍କର ରହୁଛି 25,500 ଟଙ୍କାରୁ ଷ୍ଟାର୍ଟ ହଉଛି। 25,500 ଟଙ୍କାରେ ଆପଣଙ୍କର ମାନେ ଷ୍ଟାର୍ଟିଂ ରହୁଛି ଆପଣଙ୍କର ବେସିକ ପେ ଟା। ଏଟା ସାଲାରୀ ନୁହଁ, ଏଟା ବେସିକ ପେ ଆପଣଙ୍କର। ଓକେ, ଠିକ ଅଛି। ଜିନିଷ ସାଲାରୀ ଆପଣଙ୍କୁ ୟାଠୁ ଅଧିକା ମିଳିବ, କିନ୍ତୁ ଏଟା ଆପଣଙ୍କୁ ବେସିକ ପେ ଏଇଥିରୁ ହିଁ ଷ୍ଟାର୍ଟିଂ ରହୁଛି। ତ ବହୁତ ସୁନ୍ଦର ସାଲାରୀ ରହୁଛି କହିବାକୁ ଗଲେ, ବହୁତ ସୁନ୍ଦର। ତା ସହିତ ଆପଣଙ୍କର ଡିୟରନେସ୍ ଆଲାଉନ୍ସେସ୍, ଏଚଆରଏ ହାଉସ ରେଣ୍ଟିଂ ଆଲାଉନ୍ସେସ୍, ତ ବିଭିନ୍ନ ପେନସନ ସ୍କିମ୍, ଯାହା ବି ସବୁ ଗଭର୍ଣ୍ଣମେଣ୍ଟ ସୁବିଧା ଅଛି ଆପଣଙ୍କର, ସେ ସବୁ ସୁବିଧା ଆପଣଙ୍କୁ ଦିଆଯିବ। ଯେମିତି ଲିଭ୍ ଟ୍ରାଭେଲ କନସେସନ, ଓକେ, ଗ୍ରୁପ ଇନ୍ସୁରାନ୍ସ ହେଇଗଲା, ହାଉସ ବିଲ୍ଡିଂ ଆଡଭାନ୍ସେସ୍, ସେ ସବୁ ସୁବିଧା ଆପଣଙ୍କୁ ମିଳିବ ଏଇ ଜବରେ। କ୍ଲିୟର ଜିନିଷ, ଆଉ କିଛି ଅସୁବିଧା ଅଛି ଦେଖନ୍ତୁ। ଓକେ, ତ ଆଉ ରହିଲା କଣ ଦେଖନ୍ତୁ, ଆପଣଙ୍କର ଆପ୍ଲାଏ ଡେଟ୍ ଲାଷ୍ଟ ଡେଟ୍ ଏଠି ମେନସନ ବି କରିଦେଇଛି, ସେଟା ହଉଛି 16 ଅଗଷ୍ଟ 2024। ଏଟା ହଉଛି ଆପ୍ଲାଏ କରିବାର ଶେଷ ତାରିଖ। ଠିକ ଅଛି, ଆପ୍ଲାଏ କରିବାର ଷ୍ଟାର୍ଟିଂ ଡେଟ୍ ବା ଆପ୍ଲାଏ କରିବାର ଯୋଉ କଣ ଓପନିଂ ଡେଟ୍ ଏପର୍ଯ୍ୟନ୍ତ ସେ ମେନସନ କରିନାହାନ୍ତି, କିନ୍ତୁ ସେ ମେନସନ କରିଛନ୍ତି ତାଙ୍କର ଲାଷ୍ଟ ଡେଟ୍ କୁ ଏପର୍ଯ୍ୟନ୍ତ। ତ ସେଇ ହିସାବରେ କେବେ ଯଦି ସେ କଣ ଏଇ ଭିତରେ ହିଁ ମାନେ କିଛି ଦିନ ଭିତରେ ହିଁ ଜଲ୍ଦି ହିଁ ସେ କଣ କରିବେ, ଏହାର କମ୍ପ୍ଲିଟ ନୋଟିଫିକେସନ ସେ ରିଲିଜ କରିଦେବେ ଏବଂ ଆପଣ ଆବେଦନ ପ୍ରକ୍ରିୟା ଷ୍ଟାର୍ଟ ମଧ୍ୟ କରିପାରିବେ। ତ ଏଇଟା ହଉଛି ଆପଣଙ୍କ ଗୋଟେ ଛୋଟ ବା ଗୋଟେ ସର୍ଟ ନୋଟିସ ଇନଫର୍ମେସନ ରିଗାର୍ଡିଂ ଆପଣଙ୍କର ଇଣ୍ଡିଆନ ରିସର୍ଚ୍ଚ ଯୋଉ ରହିଛି, ଆପଣ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ତରଫରୁ ଆସିଥିବା ଆମର ଆସିଷ୍ଟାଣ୍ଟ, ଜୁନିୟର ପର୍ସନାଲ ଆସିଷ୍ଟାଣ୍ଟ, ଅପର ଡିଭିଜନାଲ କ୍ଲର୍କ ଏବଂ ଷ୍ଟେନୋଗ୍ରାଫର୍ସ ର ନୋଟିସ ବା ରିକ୍ରୁଟମେଣ୍ଟ ପୋଷ୍ଟ ବାବଦକୁ। ঠিক ଅଛି, ତ এই ইনফরমেশন আমি এতিକି ডিসକস କରିବା, ଆଉ ଅଧିକ କିଛି ନାହିଁ। ଯଦି ଅଧିକ କିଛି ଜାଣିବା ପାଇଁ ଚାହୁଁଛନ୍ତି ଟିକେ ଆପଣଙ୍କୁ ୱେଟ୍ କରିବାକୁ ପଡିବ କମ୍ପ୍ଲିଟ ନୋଟିଫିକେସନ ଆସିବା ପର୍ଯ୍ୟନ୍ତ। ଏବଂ ଯଦି ଇନଫରମେସନ ଆପଣଙ୍କୁ କୌଣସି ପ୍ରକାର ହେଲ୍ପ ହଉଛି, ସାହାଯ୍ୟ ହେଉଛି, ନିହାତି ଭାବରେ ଭିଡ଼ିଓଟିକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ। ଏବଂ ତା ସହିତ ଯଦି ଭିଡ଼ିଓଟି ପସନ୍ଦ ଆସେ ଲାଇକ୍ କରିବା ସହିତ କଣ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯଦି ଆପଣ ଚ୍ୟାନେଲକୁ ନୂଆ ହିଁ ଆସିଛନ୍ତି। ঠিক ଅଛି, ଏବଂ ତା ସହିତ କଣ କରିବେ ନା ବେଲ୍ ଆଇକନକୁ ନିହାତି ଦବାଇ ରଖିବେ, ଯେତେବେଳେ କୌଣସି ପ୍ରକାର ଭ୍ୟାକେନ୍ସି ରିଲେଟେଡ ଭିଡ଼ିଓ ମୁଁ ଅପଲୋଡ କରିବି କିମ୍ବା ଇନଫରମେସନ ରିଲେଟେଡ ଭିଡ଼ିଓ ମୁଁ ଅପଲୋଡ କରିବି, ପ୍ରଥମେ ଆପଣଙ୍କୁ ନୋଟିଫିକେସନ ପହଞ୍ଚିଯିବ। ঠিক ଅଛି, ତ ଆମେ ପୁଣି ଥରେ କଥା ହବା, ପୁଣି ଥରେ ଦେଖା ହବା ଆଉ ଗୋଟେ ନୂଆ ଭିଡ଼ିଓରେ। ଏ ପାଇଁ ରହିଲି ନମସ୍କାର, ଜୟ ଜଗନ୍ନାଥ।